ଗୋଟିଏ ଲୋକ ମରିକି ପଡ଼ିଥାଏ ଓ ତା ପାଖରେ କିଛି ଲୋକ ଛିଡ଼ା ହୋଇ କଥା ହେଉଥିଲେ। ଆବେ ସାଙ୍ଗ, ଇଏ କ'ଣ ବେ? ଏ ସଞ୍ଜୟଟାକୁ ଏତେ ଭୟଙ୍କର ଭାବରେ କିଏ ମାରିଲା ରେ? ଦେଖିଲୁ ଦେଖିଲୁ, ୟା ଛାତିରୁ କିଏ ହାର୍ଟକୁ କାଢ଼ିକି ନେଇଯାଇଛି। ଏସବୁ ଦେଖି ମୋତେ ଯାହା ଲାଗୁଛି ଏଟା କୌଣସି ସାଧାରଣ ଲୋକର କାମ ନୁହଁ। ନିଶ୍ଚିତ ୟା ପଛରେ କୌଣସି କିଡନୀ ଚୋର ଗ୍ୟାଙ୍ଗର ହାତ ଅଛି, ଯିଏକି ୟାର ହାର୍ଟକୁ କାଢ଼ି ନେଇ ଏଠାରେ ୟାକୁ ପକାଇ ଦେଇଛି। ଅରେ ରବି, ତୁ ଠିକ୍ କହିଲୁ ରେ। ମୋତେ ବି ଠିକ୍ ଏମିତି ଲାଗୁଛି। ନିଶ୍ଚିତ ୟା ପଛରେ କୌଣସି କିଡନୀ ଚୋର ଗ୍ୟାଙ୍ଗର ହାତ ଅଛି। ଏ କାମ କୌଣସି ସାଧାରଣ ବ୍ୟକ୍ତି କରିପାରିବେ ନାହିଁ। ଯଦି ସାଧାରଣ ଲୋକ ହୋଇଥାନ୍ତେ ତାହେଲେ ଏପରି ନୃଶଂସ ଭାବେ ମାରିନଥାନ୍ତେ। ଏସବୁ କୌଣସି କିଡନୀ ଚୋର ଗ୍ୟାଙ୍ଗର ହୋଇଥିବ। ଆରେ ତମ ଦୁଇଟାଙ୍କୁ ସିନା ଏପରି ଲାଗୁଛି, ହେଲେ ମୋତେ ଏ ଘଟଣାକୁ ଦେଖି କିଛି ଅଲଗା ଲାଗୁଛି। ଓ ସେଇଟା ହେଲା, ଏ କାମ କୌଣସି ମଣିଷ କିମ୍ବା ଗ୍ୟାଙ୍ଗ କରିନାହାନ୍ତି। କାରଣ ଯଦି କୌଣସି ଗ୍ୟାଙ୍ଗ କରିଥାନ୍ତେ ତାହେଲେ ଏ ସବୁକୁ ଏଠାରେ କାହିଁକି ପକାଇଥାନ୍ତେ? ତେଣୁ ଏସବୁ କାମ କୌଣସି ଡାହାଣୀର ହୋଇନଥିବ। ତେଣୁ ଆମକୁ ସାବଧାନରେ ରହିବାକୁ ପଡ଼ିବ, ନହେଲେ କାଲିଠାରୁ ଆମର ମଧ୍ୟ ଏପରି ଅବସ୍ଥା ହେବ। ଆବେ ମେଣ୍ଟାଲ, ତୁ ଶେଷରେ ଥିଲୁ ନା? ମୁଁ ଜାଣିଥିଲି ତୁ ଏପରି କହିବୁ ବୋଲି। କହିଲା କ'ଣ ନା, ଡାହାଣୀର ଏ କାମ ହୋଇରେ। ଏପରି ଯୁଗରେ ତୁ ଜେଜେବାପାଙ୍କ କାହାଣୀ କହୁଛୁ। ତତେ ଟିକେ ଖରାପ ଲାଗୁନି? ଏପରି ଭ୍ରମ ଧାରଣାକୁ ମୁଣ୍ଡରୁ କାଢ଼ି ଚାଲ ଆମେ ପୋଲିସ ପାଖକୁ ଯିବା ଏବଂ ସେଠାରେ ଏ ବିଷୟରେ କେସ୍ କରିବା, ଯାହାଦ୍ୱାରା ସେମାନେ ଶୀଘ୍ର ଆସି ଏ କିଡନୀ ଚୋର ଗ୍ୟାଙ୍ଗକୁ ଧରିବେ। ଏହା ଶୁଣି ଅକ୍ଷୟ ବହୁତ ଜୋରେ ରାଗିଗଲା ଓ ରାଗରେ ସେଠାରୁ ଜଙ୍ଗଲ ଆଡ଼କୁ ଯିବାରେ ଲାଗିଲା। ସେ ଗଲାବେଳେ ଦେଖିଲା ଜଙ୍ଗଲରେ ଗୋଟିଏ ଗାଈ ମରିକି ପଡ଼ିଥାଏ ଓ ତା ପାଖରେ ଗୋଟିଏ ଡାହାଣୀ ଛିଡ଼ା ହୋଇ କହୁଥାଏ, ଆରେ ବା, ଏ ଗାଈର ହାର୍ଟକୁ ଖାଇ ମୋତେ ବହୁତ ବଢ଼ିଆ ଲାଗିଲା। କାଲି ସେ ମଣିଷର ହାର୍ଟ ଖାଇଥିଲେ ଓ ଆଜି ଏ ଗାଈର ଖାଇଲି। ମୁଁ ପ୍ରତ୍ୟେକ ଦିନ ଯଦି ଖାଲି ମଣିଷଙ୍କର ହାର୍ଟ ଖାଏ ତାହେଲେ ଲୋକେ ସତର୍କ ହୋଇଯିବେ ଏବଂ ମୋ ସାଥିରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଯିବେ। ଯଦି ମୁଁ ଏପରି ମଣିଷ ଓ ଜଙ୍ଗଲର ଜୀବଜନ୍ତୁଙ୍କୁ ଶିକାର କରି ଖାଇବି ତାହେଲେ କାହାର ମଧ୍ୟ ସନ୍ଦେହ ହେବନି। ହଉ, ଏବେ ବହୁତ ହୋଇଗଲା ପ୍ଲାନ୍। ଏବେ ମୋତେ ଏଠାରୁ ଶୀଘ୍ର ଯିବାକୁ ପଡ଼ିବ, ନହେଲେ ଯଦି କିଏ ମୋତେ ଏପରି ଏଠି ଦେଖିଦିଏ ନା ତାହେଲେ ବହୁତ ବଡ଼ ଅସୁବିଧା ହୋଇଯିବ। ଏପରି କହି ଡାହାଣୀ ସେଠାରୁ ଅଦୃଶ୍ୟ ହୋଇଗଲା। ଏହା ଦେଖି ସେ ବହୁତ ଜୋରେ ଡରିଗଲା ଓ ତାପରେ ସେ କହିଲା, ଆରେ ବାପରେ ବାପ, ଏତେ ଭୟଙ୍କର ଡାହାଣୀ ମୁଁ ତ ମୋ ଜୀବନରେ କେବେ ବି ଦେଖିନଥିଲି। ଏଟା ଏତେ ଭୟଙ୍କର ଓ ଚାଲାକ, ଯିଏକି ମଣିଷ ଓ ଜୀବଜନ୍ତୁଙ୍କୁ ଖାଉଛି। ମୁଁ ଯାହା ବି ଅନୁମାନ ୟା ବିଷୟରେ କରିଥିଲି, ଇଏ ତ ତାଠାରୁ ଅଧିକ ଭୟଙ୍କର ବାହାରିଲା। ତେଣୁ ମୋତେ ଏ ବିଷୟରେ କିଛି କରିବାକୁ ପଡ଼ିବ, ନହେଲେ ମଣିଷମାନଙ୍କ ସହ ଜୀବଜନ୍ତୁ ମଧ୍ୟ ବହୁତ ଅସୁବିଧାରେ ପଡ଼ିବେ। ସେ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ଗାଈ ପାଖକୁ ଓ ସେ ଦେଖିଲା ଗାଈର ମାଲିକ ଗାଈ ପାଖରେ ଛିଡ଼ା ହୋଇ କହୁଥାଏ, ଆରେ ଇଏ କ'ଣ ହୋଇଗଲା ରେ? ମୋ ଗାଈକୁ ଗୋଟିଏ ଡାହାଣୀ ମାରିକି ଖାଇଗଲା। ଏବେ ମୁଁ କ'ଣ କରିବି ଓ କିପରି ସେ ଡାହାଣୀ ସାଥିରେ ଲଢ଼ିବି? କାରଣ ଏ ଡାହାଣୀ ବହୁତ ଶକ୍ତିଶାଳୀ। ଆଜି ମୋର ଗୋଟିଏ ଗାଈକୁ ମାରିଛି, ଜଣା ନାହିଁ ଆଉ କେତୋଟି ଗାଈକୁ ମାରିବ। ଯଦି ଡାହାଣୀ ଏପରି ମୋର ସବୁ ଗାଈକୁ ମାରିଦିଏ ନା ତାହେଲେ ମୁଁ ପୁରା କାଙ୍ଗାଳି ହୋଇଯିବି। ହେ ପ୍ରଭୁ, ଏପରି ପରିସ୍ଥିତିରେ ତୁମେ ହିଁ ମୋର ସାହା ଭରସା। ଏସବୁ ଦୃଶ୍ୟ ଅକ୍ଷୟ ଦେଖୁଥିଲା। ଏହା ଦେଖି ସେ କହିଲା, ଆରେ ଯାହା ହେଉ, ମୋ ଛଡ଼ା ଆଉ ଜଣେ ମଧ୍ୟ ଏ ଡାହାଣୀକୁ ଦେଖିଛି। ଏବେ ସେ ଡାହାଣୀ ସାଥିରେ ଲଢ଼ିବା ପାଇଁ ମୋତେ ଗୋଟିଏ ସାଥୀ ମିଳିଗଲା। ମୁଁ ଏ ଲୋକ ସାଥିରେ ମିଶି ଗୋଟିଏ ପ୍ଲାନ୍ ବନାଇବି, ଯାହାଦ୍ୱାରା ସେ ଡାହାଣୀକି ମାରିପାରିବି। ଏପରି କହି ଅକ୍ଷୟ ସେ ଲୋକ ପାଖକୁ ଗଲା ଓ ସେଠାରେ ପହଞ୍ଚିବା ପରେ କହିଲା, ଆରେ ଏ ଭାଇ, ଭଲ ହେଲା ତୁମେ ମଧ୍ୟ ମୋ ପରି ଏ ଡାହାଣୀର ପ୍ରକୃତ ରୂପକୁ ଦେଖିଲ।
ଏବେ ଏ ଡାହାଣୀ ସାଥିରେ ଆମେ ମିଶିକି ଲଢ଼ିବା, ଯାହାଦ୍ୱାରା ମଣିଷ ବଞ୍ଚିବା ସହ ତ ଗାଈ ମଧ୍ୟ ବଞ୍ଚି ପାରିବେ। କ'ଣ କହୁଛ ଭାଇ? ମୋ ସାଥ ଦେବ ନା ଦେବନି? ଅରେ ଭାଇ, ଯଦି ମୁଁ ତୁମ ସାଥିରେ ସେ ଡାହାଣୀ ସାଙ୍ଗେ ନ ଲଢ଼େ ତାହେଲେ ଡାହାଣୀ ମୋ ଗାଈକୁ ମାରିବା ସହ ମୋତେ ମଧ୍ୟ ମାରିଦେବ। ଏପରି ବିନା ଲଢ଼ି ମରିବା ସହ ଲଢ଼ିକି ମରିବା ଭଲ। ତେଣୁ କୁହ ଭାଇ, କ'ଣ କରିବା ଓ କିପରି ସେ ଡାହାଣୀ ସାଥିରେ ଲଢ଼ି ତାକୁ ମାରିବା? ଏହା ଶୁଣି ଅକ୍ଷୟ ବହୁତ ଖୁସି ହୋଇଗଲା ଓ ମନେ ମନେ ଭାବିଲା କ'ଣ କରିବ ଓ କିପରି ସେ ଡାହାଣୀ ସଙ୍ଗେ ଲଢ଼ିବ। ସେ ଏପରି ଭାବୁଥିବା ବେଳେ ତାର ମନେ ପଡ଼ିଗଲା ବିଲୁଆ କଥା, କି ବିଲୁଆ ଜଙ୍ଗଲର ସବୁଠାରୁ ଚାଲାକ ପ୍ରାଣୀ ଓ ସେ ତାର ବୁଦ୍ଧି ମାଧ୍ୟମରେ ଅନେକ ଥର ଏ ଜଙ୍ଗଲର ଜୀବଜନ୍ତୁଙ୍କୁ ବଞ୍ଚାଇଛି। ତେଣୁ ବିଲୁଆ ସାହାଯ୍ୟରେ କେବଳ ଡାହାଣୀକୁ ମରାଯାଇପାରିବ। ଏପରି ଭାବି ସେ କହିଲା, ଆରେ ଏ ଭାଇ, ଏପରି ପରିସ୍ଥିତିରେ କେବଳ ଆମକୁ ବିଲୁଆ ସାହାଯ୍ୟ କରିପାରିବ। ତାର ସାହାଯ୍ୟରେ ଆମେ ଏ ଡାହାଣୀକୁ ହରାଇ ପାରିବା। ତେଣୁ ଆମକୁ ପ୍ରଥମେ ବିଲୁଆକୁ ଖୋଜିବାକୁ ପଡ଼ିବ। ଯଦି ଆମେ ବିଲୁଆକୁ ପାଇଗଲେ ନା, ତାହେଲେ ଆମେ ଡାହାଣୀକୁ ସହଜରେ ମାରିପାରିବା। ଆରେ ଏଇ ଗୋଟିଏ କଥା, ବିଲୁଆର ମୋର ଅହିନକୂଳ ସମ୍ପର୍କ। ମାନେ ସେ ଯେବେ ବି ମୋ ଗାଈକୁ ଖାଇବା ପାଇଁ ଆସେ ମୁଁ ତାକୁ ସେତେବେଳେ ଗୋଡ଼ାଏ। ତେଣୁ ମୁଁ ଜାଣିଛି ସେ କେଉଁଠାରେ ରହୁଛି। ତେଣୁ ମୋ ସାଥିରେ ଚାଲ, ମୁଁ ନେଇ ସେ ବିଲୁଆ ପାଖରେ ପହଞ୍ଚାଇ ଦେବି। ସେ ଏପରି କହି ଅକ୍ଷୟକୁ ବିଲୁଆ ପାଖକୁ ନେବାରେ ଲାଗିଲା ଓ ସେଠାରେ ପହଞ୍ଚିବା ପରେ ବିଲୁଆ ଟିକେ ଡରି ଡରି କହିଲା, ଆରେ ଏ ଭାଇ, ମୁଁ ତ ତୁମ ଗାଈକୁ ଖାଇବା ଛାଡ଼ି ଦେଇଛି, ହେଲେ ତଥାପି ତମେ ଏଠାକୁ କ'ଣ ପାଇଁ ଆସିଛ? ଏଠାରେ ତୁମର କି କାମ? ଆରେ ଭାଇ, ବହୁତ ଦିନରୁ ତୋର ମୋର ଅହିନକୂଳ ସମ୍ପର୍କ ଥିଲା, ଯାହାଦ୍ୱାରା ଆମେ ଦୁହେଁ ସର୍ବଦା ଝଗଡ଼ା ଲାଗନ୍ତି। ତୁ ମୋ ଗାଈକୁ ଖାଇବା ପାଇଁ ଚେଷ୍ଟା କରୁ, ମୁଁ ମୋ ଗାଈକୁ ବଞ୍ଚାଇବା ପାଇଁ ତତେ ମାରିବା ପାଇଁ ଚେଷ୍ଟା କରେ। ହେଲେ ଆଜି ତୁ ଯଦି ସାହାଯ୍ୟର ହାତ ନ ବଢ଼ାଉ ତାହେଲେ ତୁ ମରିବା ସହ ଏ ମଣିଷ ଜାତି ମଧ୍ୟ ମରିବ ଓ ଏ ଜଙ୍ଗଲ ମଧ୍ୟ ଧ୍ୱଂସ ହୋଇଯିବ। ଆରେ କ'ଣ ହୋଇଛି? କ'ଣ କଥା ଓ କ'ଣ ପାଇଁ? ଆମ ଜଙ୍ଗଲ ନଷ୍ଟ ହେବା ସହ ମୋର ମଧ୍ୟ ମୃତ୍ୟୁ ହୋଇଯିବ। କ'ଣ ହୋଇଛି? ସବୁ କଥା ଗୋଟି ଗୋଟି କରି ଖୋଲିକି କୁହ ଓ ୟା ଛଡ଼ା ମୁଁ ତୋର କି ସାହାଯ୍ୟ କରିପାରେ କହ। ଆରେ ଏ ବିଲୁଆ, ଏ ଜଙ୍ଗଲରେ ଗୋଟିଏ ଭୟଙ୍କର ଡାହାଣୀ ବୁଲୁଛି, ଯିଏକି ମଣିଷଙ୍କର ହାର୍ଟ ଖାଇବା ସହ ଜୀବଜନ୍ତୁଙ୍କର ହାର୍ଟ ଖାଉଛି। ତୁ ତ ଏ ଜଙ୍ଗଲର ସବୁଠାରୁ ବୁଦ୍ଧିଆ ପ୍ରାଣୀ ଏବଂ ତୁ ବହୁତ ଥର ଏ ଜଙ୍ଗଲକୁ ଅନେକ ବିପଦରୁ ବଞ୍ଚାଇଛୁ। ଏବେ ତୁ ହିଁ କିଛି ସାହାଯ୍ୟ କର ଓ ସେ ଡାହାଣୀକୁ କେମିତି ମାରିବା କହ। ଆରେ ତୋ କଥାରୁ ମୁଁ ଯାହା ଜାଣିପାରୁଛି, ସେ ଡାହାଣୀ କୌଣସି ସାଧାରଣ ଡାହାଣୀ ହୋଇନଥିବ। ନିଶ୍ଚିତ ବହୁତ ଭୟଙ୍କର ଡାହାଣୀ ହୋଇଥିବ ଓ ତା ସାଥିରେ ଲଢ଼ିଲେ ମୋ ଜୀବନ ମଧ୍ୟ ପଳାଇପାରେ। ତେଣୁ ମୁଁ କାହିଁକି ଖାଲି ଖାଲି ମୋ ଜୀବନକୁ ଏପରି ଶେଷ କରିଦେବି? ଏଥିରେ ମୋତେ କିଛି ବି ମିଳିବ ନାହିଁ, ଓଲଟା ମୋର ଜୀବନ ପଳାଇବ। ଆରେ ଏ ବିଲୁଆ, ତୁ ଯଦି ଏ ଡାହାଣୀକୁ ମାରିବା ପାଇଁ ଆମର ସାହାଯ୍ୟ କରୁ କିମ୍ବା ଏ ଡାହାଣୀକୁ ମାରିଦେଉ ତାହେଲେ ତୁ ଯାହା ବି କହିବୁ ସେଇଆ ମୁଁ ଆଣିକି ଦେବି। କହ, କ'ଣ ଦରକାର? ଟଙ୍କା, ପଇସା, ଖାଦ୍ୟ ନା ଘର? ତୁ ଯାହା ବି କହିବୁ ମୁଁ ତତେ ଆଣିକି ଦେବି। ତୁ ବାସ୍ ଥରେ ଖାଲି ଆମର ଟିକେ ସାହାଯ୍ୟ କରିଦେ। ଏସବୁ ଦୃଶ୍ୟ ଦେଖି ବିଲୁଆ ଜାଣିପାରିଲା ନିଶ୍ଚିତ ଏ ଜଙ୍ଗଲକୁ କିଛି ଗୋଟିଏ ବଡ଼ ବିପଦ ଆସୁଛି। ତେଣୁ ସେ ମନେ ମନେ ଭାବିଲା ନିଶ୍ଚିତ ଏ ଡାହାଣୀକୁ ମାରିବା ପାଇଁ ଚେଷ୍ଟା କରିବ। ଏପରି ଭାବି ସେ କହିଲା, ଆରେ ଏ ଭାଇ, ମୁଁ ନିଶ୍ଚିତ ସେ ଡାହାଣୀକୁ ମାରିବା ପାଇଁ ଚେଷ୍ଟା କରିବି ଓ ଏହା ବଦଳରେ ମୋତେ 1 ମାସ ଖାଦ୍ୟ ଆଣି ମୋ ଘର ପାଖରେ ଦେବାକୁ ପଡ଼ିବ, ଯେଉଁଥିରେ ଖାଲି ମାଂସ ଥିବା ଦରକାର। କ'ଣ କହୁଛ ଭାଇ? ଏ କଥାରେ ରାଜି ନା ରାଜି ନୁହଁ? ଆରେ ହଁ ବିଲୁଆ, ହଁ, ମୁଁ ତୋ କଥାରେ ପୁରା ରାଜି। ବାସ୍ ତୁ ଥରେ ଖାଲି ସେ ଡାହାଣୀକୁ ମାରି ଏ ଜଙ୍ଗଲକୁ ବଞ୍ଚାଇବା ସହ ମଣିଷମାନଙ୍କୁ ବଞ୍ଚାଇ ଦେ। ବିଲୁଆ, ବାସ୍ ତୋ ପାଖରେ ମୋର ଏତିକି ଅନୁରୋଧ। ଏ କଥାରେ ବିଲୁଆ ରାଜି ହୋଇଗଲା
ଏବଂ ଏବଂ ତା ପରଦିନ ସକାଳ ହେବା ପରେ ଡାହାଣୀ ଗାଈକୁ ଖାଇଥିବା ଜାଗାରେ ପ୍ଲାନ୍ ଅନୁସାରେ 3 ଜଣ ଗୋଟିଏ ଜାଗାରେ ଲୁଚିକି ରହିଲେ ଏବଂ ଡାହାଣୀର ଅପେକ୍ଷା କଲେ। କିଛି ସମୟ ଅପେକ୍ଷା କରିବା ପରେ ଦେଖିଲେ କେହି ବି ଆସୁନାହାନ୍ତି। ଏହା ଦେଖି ବିଲୁଆ କହିଲା, ଆରେ ଭାଇ, କୁଆଡେ ଗଲା ସେ ଡାହାଣୀ? କାଇଁ ଏତେ ପର୍ଯ୍ୟନ୍ତ ତ ଆସୁନାହିଁ? ସତରେ ତମେ ଦୁଇଟା ଡାହାଣୀକୁ ଦେଖିଛ ନା ମଦ ପିଇ ମୋ ସାଥିରେ ଅଭିନୟ କରିବାକୁ ପଳାଇ ଆସିଛ? ଓ ମୁଁ ତୁମ କଥାରେ ପଡି ସକାଳୁ କିଛି ନ ଖାଇ ନ ପିଇ ଏଠାକୁ ପଳାଇ ଆସିଛି। ଆରେ ଏ ବିଲୁଆ, ଆମେ ସତ କଥା କହୁଛି ରେ। ଆମେ ସେ ଡାହାଣୀକୁ ଦେଖିଛୁ। ଆମେ କାହିଁକି ତତେ ମିଛ କଥା କହିବୁ? ଆଉ ରହିଲା ମଦ ପିଇବା କଥା, ସତ କହୁଛି ଆମେ 2 ଜଣ ମଦ ପିଉନା। ଏତେ ସମୟ ହେବ ଆମେ ଅପେକ୍ଷା କଲେଣି। ଆଉ ଅଳ୍ପ ସମୟ ଅପେକ୍ଷା କର, ଦେଖିବୁ ନିଶ୍ଚିତ ସେ ଡାହାଣୀ ଆସିବ ଓ ତାପରେ ସେ ଡାହାଣୀକୁ ଦେଖିବୁ। ଏକଥାରେ ବିଲୁଆ ରାଜି ହୋଇଗଲା ଏବଂ ଅପେକ୍ଷା କରିବାରେ ଲାଗିଲା। ଅପେକ୍ଷା କରି କରି 3 ଘଣ୍ଟା ବିତିଗଲା, ହେଲେ ଏପର୍ଯ୍ୟନ୍ତ ବି ସେ ଡାହାଣୀର ଦେଖା ଦର୍ଶନ ନଥାଏ। ଏହା ଦେଖି ବିଲୁଆ ଟିକେ ରାଗରେ କହିଲା, ଆରେ ଭାଇ, ମତେ ତ ପୁରା ବିଶ୍ୱାସ ହୋଇଗଲା କି ତୁମେ ଦୁଇଟା ସତରେ ମଦ ପିଇଥିଲ ବୋଲି। କାଇଁ କୋଉଠି ହେଲେ ବି ଡାହାଣୀ ଦେଖିବାକୁ ପାଇଲି ନାହିଁ। ମତେ ତ ପୁରା ବିଶ୍ୱାସ ହୋଇଗଲା ଯେ ତୁମେ ଦୁଇଟା ଡାହାଣୀକୁ ଦେଖିନା, ବରଂ କୌଣସି ଗଛ ବୃକ୍ଷକୁ ଦେଖିଦେଇଛ ବୋଧେ। ବିଲୁଆ ଏତିକି କହିଛି କି ନାହିଁ, ହଠାତ୍ ତାର ନଜର ପଡ଼ିଲା ଡାହାଣୀଟି ଉଡ଼ିକି ଗଲା। ଏହା ଦେଖି ବିଲୁଆ ବହୁ ଜୋରେ ଡରିଗଲା, କାରଣ ସେ ତା ଜୀବନରେ ପ୍ରଥମ ଥର ଏପରି ଭୟଙ୍କର ଡାହାଣୀ ଦେଖିଲା। ଏହା ଦେଖି ସେ କହିଲା, ଆରେ ବାପ ରେ ବାପ, ଏଟା ତ ଏତେ ବଡ଼ ଭୟଙ୍କର ଡାହାଣୀଟା। ଏଭଳି ଡାହାଣୀ ମୁଁ କାହିଁ ମୋ ଜୀବନରେ ଦେଖିନଥିଲି। ଏ ଡାହାଣୀକୁ ଦେଖି ମୋ ପାଦ ତଳୁ ମାଟି ଖସି ପଡୁଛି। ତେଣୁ ଏ ଡାହାଣୀ ସଙ୍ଗେ ବହୁତ ସତର୍କ ହୋଇ ଲଢ଼ିବାକୁ ପଡ଼ିବ, ନହେଲେ ଏ ଡାହାଣୀ ମତେ ମାରିବା ସହ ତମ ଦୁଇଟାକୁ ମଧ୍ୟ ମାରିଦେବ। ସେ ଏପରି କହି କ'ଣ କରିହେବ ଓ କ'ଣ ନାହିଁ ସେସବୁ କଥା ଗୋଟି ଗୋଟି କରି ଏ 2 ଜଣଙ୍କୁ ବୁଝାଇକି କହିଲା। ଏବଂ ତା ପରଦିନ ସକାଳ ହେବା ପରେ ବିଲୁଆ ଗୋଟିଏ ଗାଈକୁ ଡାହାଣୀ ଯିବା ବାଟରେ ରଖିଦେଇ ଲୁଚିକି ରହିଲା ଏବଂ କିଛି ସମୟ ବିତିବା ପରେ ଡାହାଣୀ ସେଇ ବାଟ ଦେଇ ଗଲାବେଳେ ସେ ଗାଈକୁ ଦେଖି ରହିଗଲା। ଏହା ଦେଖି ବିଲୁଆ ସେଠାରେ ପହଞ୍ଚିଗଲା ଓ ଡାହାଣୀ ଗାଈକୁ ଖାଇବା ପୂର୍ବରୁ ସେ କହିଲା, ଆରେ ଏ ଡାହାଣୀ ରହିଯା, ମୁଁ ତୋ ପାଇଁ ଏଇ ଗାଈ ରଖିଥିଲି ଖାଇବା ପାଇଁ। ଓ ତୋ ସାଥିରେ ମୋର ଗୋଟିଏ ବଡ଼ କଥା ଅଛି, ଯେଉଁଟା ଆମ 2 ଜଣଙ୍କ ପାଇଁ ବହୁତ ଲାଭଦାୟକ ହେବ। ଓ ସେଇଟା ହେଲା, ମୁଁ ପ୍ଲାନ୍ କରି ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ମଣିଷ ହେଉ କିମ୍ବା ଜୀବଜନ୍ତୁ ଏଠାକୁ ନେଇକି ଆସିବି। ତୁ ତାର ହାର୍ଟକୁ ଖାଇବୁ ଓ ତାପରେ ମୁଁ ତାର ମାଂସକୁ ଖାଇବି। କହ, ଏ କଥାରେ ରାଜି ନା ରାଜି ନୁହଁ? ତୁ ବାସ୍ ଖାଲି ଘରେ ବସିବୁ ଓ ବାକି ସବୁ କାର୍ଯ୍ୟ ମୁଁ କରିବି। ଏସବୁ କଥା ଶୁଣି ଡାହାଣୀ ଖୁସି ହୋଇଗଲା ଓ ମନେ ମନେ ଭାବିଲା, ଆରେ ବା, ଏଟା ତ ବହୁତ ଭଲ ଅଫରଟା ମତେ ମିଳିଛି। ମୁଁ ଘରେ ବସି ରହିବି ଓ ଏ ବିଲୁଆ ମୋ ପାଇଁ ଶିକାର ନେଇକି ଆସିବ ଓ ଏହା ବଦଳରେ ମୁଁ ଫୋପାଡ଼ିଥିବା ମାଂସକୁ ସେ ଖାଇବ। ଏଟା ତ ବହୁତ ଭଲ ଅଫରଟା, ତେଣୁ ୟାକୁ ହାତ ଛଡ଼ା କରିହେବ ନାହିଁ। ଆରେ ଏ ବିଲୁଆ, ମୁଁ ତୋ କଥାରେ ପୁରା ରାଜି। ବାସ୍ ମୋର ଗୋଟିଏ କଥା ମନେ ରଖ, ମତେ ତୁ ପ୍ରତ୍ୟେକ ଦିନ ଯେମିତି ଶିକାର ଆଣିକି ଦେବୁ। ଯଦି ମୋ ଶିକାର ପହଞ୍ଚିବାରେ 1 ଦିନ ଡେରି ହୁଏ, ତାହେଲେ ମନେ ରଖିଥା, ମୁଁ ତତେ ଆଗେ ମାରିକି ଖାଇବି। ବିଲୁଆ ଡାହାଣୀକୁ ଏପରି କଥାରେ ଭୁଲାଇକି ରଖୁଥିବା ବେଳେ ସେ ପାଖରୁ ଅକ୍ଷୟ ଡାହାଣୀ ଦେହରେ ନିଆଁ ଲଗାଇଦେଲା, ଯାହାଦ୍ୱାରା ଡାହାଣୀଟି ସେଇଠାରେ ଜଳିପୋଡ଼ି ପାଉଁଶ ହୋଇଗଲା। ହଇରେ ମୂର୍ଖ ଡାହାଣୀ, ତୁ ଭାବିଛୁ ବହୁତ ଚାଲାକ ନାଇଁ? ଭାବିଲୁ ବସିକି ଖାଇବୁ ଓ ମୁଁ ତତେ ଶିକାର ନେଇ ଦେବି ବୋଲି। ମୁଁ କ'ଣ ଏତେ ମୂର୍ଖ ନା ମୋ ଜଙ୍ଗଲର ଜୀବଜନ୍ତୁଙ୍କୁ ମାରି ତୋର ସାହାଯ୍ୟ କରିବି? ଏବେ ଦେଖ, ତୋ ପାପର ଫଳ କେବଳ ଏଇ ମୃତ୍ୟୁ ଥିଲା। ଏବେ ମର ତୁ। ବିଲୁଆ ଏପରି ତାର ବୁଦ୍ଧି ମାଧ୍ୟମରେ ସେଇଠାରେ ଡାହାଣୀକୁ ମାରିଦେଲା।
ମଦନପୁର ନାମକ ଗୋଟିଏ ଗାଁରେ ସୁରେଶ ଓ ରମେଶ ଦୁଇଜଣ ବହୁତ ଭଲ ସାଙ୍ଗ ଥିଲେ। ସେ ଦୁଇଜଣ ସମସ୍ତ କାର୍ଯ୍ୟ ଏକାଠି ମିଳିମିଶି କରୁଥିଲେ। ଅରେ ସାଙ୍ଗ, ଏବେ ତ ଭୀଷଣ ଗରମ ହେଉଛି। ଗରମ ଦିନ ମାନେ ମିଠା ମିଠା ଖଜୁରୀ କୋଳି ଜଙ୍ଗଲରେ ଫଳିଥିବ। ଏମିତିରେ ଗାଁରେ ଭୀଷଣ ଗରମ ହେଉଛି। ତେଣୁ ଚାଲ ଆମେ ଦୁଇଜଣ ମିଶି ଜଙ୍ଗଲକୁ ଯିବା ଏବଂ ସେଠାରେ ମିଠା ଖଜୁରୀ କୋଳି ଖାଇବା ଏବଂ ଥଣ୍ଡା ପବନରେ ବସିକି ଆସିବା। ଆରେ ସାଙ୍ଗ, ତୁ ଠିକ କହିଲୁ। ଇଏ ଗାଁରେ ଯେମିତି ଗରମ ହେଉଛି ନା, ତାହା ଦେହ ସହୁନି। ତେଣୁ ତୋ କଥା ଅନୁସାରେ ଆମେ ଖଜୁରୀ କୋଳି ଖାଇବା ସହ ସେଠାରେ କିଛି ସମୟ ଶୋଇବା ଓ ତାପରେ ଆମେ ଘରକୁ ଫେରିବା। ଦୁହେଁ ଏପରି କଥା ହୋଇ ଜଙ୍ଗଲକୁ ଗଲେ। ସେ କିଛି ବାଟ ଗଲା ପରେ ଦେଖିଲେ ବାଟରେ ଗୋଟିଏ ବିଲୁଆ ପଡ଼ିଛି। ଏହା ଦେଖି ଦୁଇଜଣ ତା ପାଖକୁ ଗଲେ ଏବଂ ସେଠାରେ ପହଞ୍ଚିବା ପରେ ଦେଖିଲେ ବିଲୁଆଟି କଷ୍ଟର ସହ କହୁଥାଏ, ପାଣି ପାଣି ପାଣି। ଆରେ କିଏ କୋଉଠି ଅଛ? ପାଣି ଦିଅରେ, ମୁଁ ଟିକେ ପାଣି ପିଇବାକୁ ଚାହୁଁଛି। ପାଣି ପିଇବା ଦ୍ୱାରା ମୋ ଜୀବନ ବଞ୍ଚିଯିବ। ତେଣୁ କିଏ ଗୋଟେ ମୋତେ ସାହାଯ୍ୟ କରରେ, ସାହାଯ୍ୟ କର। ଏହା ଦେଖି ସୁରେଶ କହିଲା, ଆରେ ରମେଶ, ଦେଖରେ ବିଲୁଆଟା କିପରି ଛଟପଟ ହେଉଛି। ତେଣୁ ଚାଲ ଆମେ ୟାକୁ ପାଣି ପିଇବାକୁ ଦେବା, ଯାହାଦ୍ୱାରା ଏ ବିଚରା ପ୍ରାଣୀଟି ବଞ୍ଚିଯିବ ଓ ଆମେ ମଧ୍ୟ କିଛି ପୁଣ୍ୟ ଅର୍ଜନ କରିବା। ସୁରେଶ ଏପରି କହିବା ପରେ ରମେଶ ବିଲୁଆକୁ ପାଣି ପିଇବାକୁ ଦେଲା ଏବଂ ବିଲୁଆ ପାଣି ପିଇବା ପରେ ତାକୁ ଟିକେ ଭଲ ଲାଗିଲା ଏବଂ ସେ ତଳୁ ଉଠି କହିଲା, ଧନ୍ୟବାଦ ଭାଇମାନେ, ତମମାନଙ୍କ ପାଇଁ ଆଜି ମୋର ଜୀବନ ବଞ୍ଚିଗଲା। ନହେଲେ ଜଣା ନାହିଁ କେତେବେଳେ କ'ଣ ମୋର ହୋଇଥାନ୍ତା। ତମେ ମୋର ଜୀବନ ବଞ୍ଚାଇ ସାହାଯ୍ୟ କରିଛ ମାନେ ତମର ଯେତେବେଳେ ଯେଉଁ ସାହାଯ୍ୟର ଆବଶ୍ୟକ ପଡ଼ିବ ତମେ ଥରେ ଖାଲି ମୋତେ କହିବ। ଆରେ ବିଲୁଆ ଭାଇ, ଏଥିରେ ଧନ୍ୟବାଦ ଦେବା କୌଣସି ଆବଶ୍ୟକ ନାହିଁ। ଏହା ତ ଆମର କର୍ତ୍ତବ୍ୟ ଥିଲା। ତେଣୁ କର୍ତ୍ତବ୍ୟ ଦୃଷ୍ଟିରୁ ଆମେ ତୁମକୁ ସାହାଯ୍ୟ କରିଛୁ। ତମ ଜାଗାରେ ଯିଏ ବି ଥାଆନ୍ତା ତାକୁ ମଧ୍ୟ ଆମେ ସାହାଯ୍ୟ କରିଥାନ୍ତୁ। ବିଲୁଆ ଏପରି ଦୁଇଜଣଙ୍କୁ ଧନ୍ୟବାଦ ଦେଇ ସେଠାରୁ ପଳାଇ ଆସିଲା। ବିଲୁଆ ଗଲା ପରେ ସୁରେଶ କହିଲା, ଆରେ ରମେଶ ଦେଖ, ଆମେ ପାଣି ଦେଇ ଏ ବିଲୁଆର ଜୀବନ ବଞ୍ଚାଇଲେ ବୋଲି ସେ କିପରି ଖୁସି ହୋଇ ଏଠାରୁ ପଳାଇଲା। ତାହାର ଏହି ଖୁସି ଆଶୀର୍ବାଦ ସ୍ୱରୂପ ଆମ ଉପରେ ପଡ଼ିବ। ତେଣୁ ଏସବୁ କରି ମୋତେ ବହୁତ ଖୁସି ଲାଗୁଛି। ଆରେ ସୁରେଶ, ତୁ ଠିକ କହିଲୁ ରେ। ଆମେ ଏ ବିଲୁଆକୁ ସାହାଯ୍ୟ କରି ଖାଲି ତାର ଜୀବନ ବଞ୍ଚାଇ ନାହାନ୍ତି, ବରଂ ତାର ଘର ପରିବାରକୁ ମଧ୍ୟ ବଞ୍ଚାଇଛନ୍ତି। ତେଣୁ ଏ ପୁଣ୍ୟର ଫଳ ତ ଆମକୁ ନିଶ୍ଚିତ ଭାବରେ ମିଳିବ। ଦୁଇଜଣ ଏପରି କଥା ହୋଇ ବହୁତ ଖୁସି ହେଲେ ଏବଂ ତା ପରଦିନ ସକାଳ ହେବା ପରେ ଗୋଟିଏ ବାଘ ମଦନପୁରରେ ପଶି ଯାଇଥିଲା। ହେଲେ ଏତିକି ବେଳେ ଗୋଟିଏ ସର ଆସି ତା ପିଚାରେ ବାଜିଲା, ଯାହାଫଳରେ ବାଘ ଭୟରେ ସେଠାରୁ ଦୌଡ଼ିବାରେ ଲାଗିଲା। ଆଲୋ ମାଲୋ, ଆଲୋ ବଉଲ, ମୁଁ ଏ ଗାଁକୁ ଆସିଥିଲି ମଣିଷ ମାଂସ ଖାଇବାକୁ। ହେଲେ କିଏ ଗୋଟେ ହାରାମି ମଣିଷ ମୋତେ ତୀର ମାରିଦେଲା। ବଉଲ, ମୋ ପିଚା କଷ୍ଟରେ ଫାଟି ପଡ଼ୁଛି। ତେଣୁ ମୋତେ ଶୀଘ୍ର ଏଠାରୁ ଯିବାକୁ ପଡ଼ିବ, ନହେଲେ ଜଣା ନାହିଁ ଆଉ କେତୋଟି ତୀର ଆସି ମୋ ଦେହରେ ବାଜିବ। ବାଘ ଏପରି କହି ସେଠାରୁ ପଳାଇଲା ଓ ବାଘକୁ ତୀର ମାରିଥିବା ଲୋକଟି ହେଉଛି ଅକ୍ଷୟ। ଅକ୍ଷୟ ବାଘକୁ ତୀର ମାରି ଗାଁରୁ ଗୋଡ଼ାଇଥିବାରୁ ସେ ଗାଁର ଛୁଆଙ୍କ ଆଗରେ ପୁରା ହିରୋ ହୋଇଗଲା। ଏହେ, ଅକ୍ଷୟ ଦାଦା ହେଲେ ଆମ ଗାଁର ସୁପର ହିରୋ। କାରଣ ସେ ଆମ ଗାଁରୁ ବାଘ ଗୋଡ଼ାଇ ଦେଲେ। ତେଣୁ ଆମେ ଗାଁରେ ଏବେ ପୁରା ସୁରକ୍ଷିତ। ଦାଦା ବାଘକୁ ଏପରି ତୀର ମାରିଛନ୍ତି ଯେ ସେ ବାଘ ଚାହିଁକି ବି ଆଉ କେବେ ବି ଏଠାକୁ ମଣିଷ ଖାଇବା ପାଇଁ ଆସିବ ନାହିଁ। ଏହା ଶୁଣି ଅକ୍ଷୟ ଟିକେ ବାହାଦୁରୀ ଓ ଫୁଟାଣିଆ ମାରି କହିଲା, ଆରେ ପିଲାମାନେ, ତମେ ଜମା ବି ଚିନ୍ତା କର ନା। ମୁଁ ଥାଉ ଥାଉ ଏ ଗାଁକୁ ବାଘ କ'ଣ ଡାଇନେସର ମଧ୍ୟ ଆସିବ ନାହିଁ। କାରଣ ଯିଏ ବି ଏ ଗାଁକୁ ପଶି
ଆମ ଗାଁ ଲୋକଙ୍କର କ୍ଷତି କରିବାକୁ ଚେଷ୍ଟା କରିବ, ସେ ମୋ ତୀରରୁ ମରିବା ପାଇଁ ପ୍ରସ୍ତୁତ ହୋଇଯିବ। ତେଣୁ ପିଲାମାନେ, ଆଜିଠାରୁ ମୁଁ ହେଉଛି ତୁମ ସୁପର ହିରୋ। ହେଲେ ଏ ପାଖରେ ବାଘ ବହୁତ ରାଗରେ ଥିଲା, କାରଣ ତା ଦେହରେ ତୀର ବାଜିଥିଲା। ସେଥିପାଇଁ ସେ ରାଗରେ କହିଲା, ଆରେ ମୁଁ ସେ ଗାଁ ବାଲାକୁ ଛାଡ଼ିମିନି, କାରଣ ସେ ମୋତେ ତୀର ମାରି ମୋର ଏପରି ଅବସ୍ଥା କରିଛନ୍ତି। ତେଣୁ କାହାକୁ ବି ଛାଡ଼ିମିନି। ହେଲେ ଯଦି ମୁଁ ପୁଣି ଥରେ ତାଙ୍କ ଗାଁକୁ ଯିବି, ତାହେଲେ ସେ ଗାଁ ଲୋକ ପୁଣି ଥରେ ମୋତେ ତୀର ମାରିଦେବେ। ହେଲେ କିପରି ମୁଁ ତାଙ୍କଠାରୁ ମୋର ପ୍ରତିଶୋଧ ନେବି? ଆରେ ହଁ, ମୁଁ ଯାଉଛି ମରିଯିବି, ଓ ମରିବା ପରେ ମୋ ପାଖରେ ଅନେକ ଶକ୍ତି ହୋଇଯିବ, ଓ ତାପରେ ମୁଁ ମୋର ପ୍ରତିଶୋଧ ପୂରଣ କରିପାରିବି। ବାଘ ଏପରି ଉପାୟ ଭାବି ରହିଲା ଏବଂ ନିଜେ ନିଜେ ମରିବା ପାଇଁ ଆଉ ଖାଦ୍ୟ କିମ୍ବା ପାଣି ପିଇବ ନାହିଁ ବୋଲି ଭାବିଲା। ଏବଂ ଧୀରେ ଧୀରେ ସମୟ ଗଡ଼ି 7 ଦିନ ବିତିଗଲା ଓ ଏ ପାଖରେ ବାଘ ନ ଖାଇ ନ ପିଇ ମରିଗଲା। ବାଘ ମରିବା ପରେ ହଠାତ୍ ବାଘ ଦେହରୁ ତାର ଆତ୍ମା ବାହାରି ଆସିଲା ଏବଂ ଆତ୍ମା ଆସିବା ପରେ ସେ କହିଲା, ଏବେ ମୁଁ ପୁରା ଶକ୍ତିଶାଳୀ। ବାସ୍ ଏବେ ଖାଲି ସେ ଗାଁ ଲୋକଙ୍କ ଠାରୁ ମୋର ପ୍ରତିଶୋଧ ନେବା ବାକି ଅଛି। ହେଲେ ମୁଁ କ'ଣ କରି ତାଙ୍କଠାରୁ ପ୍ରତିଶୋଧ ନେବି? ଯଦି ମୁଁ ତାଙ୍କୁ ମାରିଦେବି, ତାହେଲେ ସେମାନେ ସଙ୍ଗେ ସଙ୍ଗେ ମରିଯିବେ। ତେଣୁ ମୁଁ ତାଙ୍କୁ ବହୁତ କଷ୍ଟ ଦେଇ ମାରିବାକୁ ଚାହୁଁଛି। ହେଲେ କି କଷ୍ଟ ଦେବି? ଆରେ ହଁ, ଏବେ ହେଉଛି ଗରମ ଦିନ। ମୁଁ ତାଙ୍କୁ ଗରମରେ ଜଳାଇ ମାରିବି। ହଁ। ଏପରି କହି ଭୂତିଆ ବାଘ ପୋଲ ଖୁଣ୍ଟ ପାଖକୁ ଗଲା ଏବଂ ସେଠାରେ ପହଞ୍ଚିବା ପରେ ଭୂତ କହିଲା, ହଉ ରେ ଗାଁ ବାଲା, ମୋତେ ତୀର ମାରି ଭାରି ଖୁସିର ସହ ଘରେ ରହୁଛ ନାହିଁ? ହଉ, ଏବେ ଦେଖ ମୁଁ ତୁମ ଲାଇନକୁ କାଟିଦେଇ କିପରି ତୁମକୁ ଗରମରେ ହଇରାଣ କରୁଛି। ଏପରି କହି ବାଘ ତାର ଶକ୍ତି ମାଧ୍ୟମରେ ଲାଇନକୁ ଖରାପ କରିଦେଲା। ଆରେ ଧେତ୍ ତେରିକି, ମଣିଷ ଟିକେ କାମ ଦାମରୁ ଆସି ଶାନ୍ତିରେ ବସିଥିଲା, ହେଲେ ଏତିକି ବେଳେ ଲାଇନଟି କଟିବାର ଥିଲା। ଇଏ ଲାଇନମ୍ୟାନ୍ ବାଲା ମଣିଷକୁ ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବେନି, ତେଣୁ ମୋତେ ତାଙ୍କୁ କଲ୍ କରି ସବୁ କଥା କହିବାକୁ ପଡ଼ିବ। ଏପରି କହି ଅକ୍ଷୟ ମୋବାଇଲ ଆଣି ଇଲେକ୍ଟ୍ରି ମ୍ୟାନକୁ କଲ୍ କରି କହିଲା, ହଇଓ ଇଲେକ୍ଟ୍ରି ଭାଇ, ଟଙ୍କା ନେଲା ବେଳକୁ ତମେ ଆସି ଠିକ୍ ନେଇଯାଉଛ, ହେଲେ ବାରମ୍ବାର କାହିଁକି ଲାଇନ୍ କାଟୁଛ? ତମେ ବାରମ୍ବାର ଲାଇନ୍ କାଟିବା ଦ୍ୱାରା ଆମେ ବହୁତ ହଇରାଣ ହେଉଛୁ। ତେଣୁ ଶୀଘ୍ର ଲାଇନ୍ ବନାଅ, ନହେଲେ ବହୁତ ଖରାପ ହେବ। ଅକ୍ଷୟ ଏପରି କଲ୍ କରି ଗରମ ହେବା ପରେ ଇଲେକ୍ଟ୍ରି ବାଲା ଆସି ଲାଇନ୍କୁ ଠିକ୍ କଲେ। ସେମାନେ ଠିକ୍ କରିବା ପରେ ଗାଁକୁ ଲାଇନ୍ ଆସିଲା। ହେଲେ ବାଘ ତାର ପ୍ରତିଶୋଧ ନିଆଁରେ ଜଳୁଥିଲା, ତେଣୁ ସେ ପୁଣି ଥରେ ଯାଇ ଲାଇନ୍ ଖରାପ କରିଦେଲା। ଓ ଏ ପାଖରେ ସଞ୍ଜୟର ପୁଅ ବହୁ ସମୟ ପରେ ଶୋଇଥିଲା, ହେଲେ ଲାଇନ୍ ପଳାଇବା ପରେ ସେ ଉଠି କାନ୍ଦିବାରେ ଲାଗିଲା। ଏହା ଦେଖି ସଞ୍ଜୟ ବହୁ ଜୋରେ ରାଗିଗଲା ଓ କହିଲା, ଆରେ ଏ ଲାଇନ୍ ବାଲା ଏତେ ବାଜ୍ୟ ଲୋକ ଗୁଡ଼ାକ ଯେ କହି ହେବନି। ଦିନକୁ 24 ଥର ଲାଇନ୍ କାଟୁଛନ୍ତି। ଆଉ ଟିକେ ପୂର୍ବରୁ ଲାଇନ୍ ଯାଇଥିଲା, ତେଣୁ ଅକ୍ଷୟ ଭାଇ କଲ୍ କରି ଗରମ ହେବାରୁ ଲାଇନ୍ ଠିକ୍ ହୋଇଥିଲା, ହେଲେ ପୁଣି ଥରେ ଲାଇନ୍ ପଳାଇଲା, ତେଣୁ ମୋତେ ଏଥର କଲ୍ କରି କହିବାକୁ ପଡ଼ିବ। ଏପରି କହି ସଞ୍ଜୟ ମୋବାଇଲ ଆଣି ଲାଇନମ୍ୟାନକୁ କଲ୍ କରି କହିଲା, ହଇଏ ଭାଇ, ଏଇ ସଙ୍ଗେ ସଙ୍ଗେ ଆମେ କଲ୍ କରିବାରୁ ତମେ ଆସି ଲାଇନ୍ ବନାଇଥିଲ, ହେଲେ ପୁଣି ଥରେ ଖରାପ ହୋଇଗଲା। ତମେ କି ବନାଉଛ? ଖାଲି ବାରମ୍ବାର ଖରାପ ହେଉଛି। ତୁମକୁ ଭଲରେ କହୁଛି, ଶୀଘ୍ର ଆସି ଲାଇନ୍ ବନାଅ, ନହେଲେ ମୋ ଠାରୁ କେହି ଖରାପ ହେବେନି। ଏହା ଶୁଣିବା ମାତ୍ରେ